ସକାଳର ବ୍ୟସ୍ତତାରେ ଛୁଆମାନଙ୍କର ଟିଫିନ୍ ବକ୍ସ ହେଉ କିମ୍ବା ଘର ଲୋକଙ୍କ ପାଇଁ କିଛି ଚଟପଟା ନୂଆ ଜଳଖିଆ ବନେଇବା ପାଇଁ ଚାହୁଁଥିଲେ ତାହେଲେ ସୁଜିରେ ତିଆରି ଏହି ଜଳଖିଆଟିକୁ ନିଶ୍ଚୟ ଥରେ ବନାନ୍ତୁ। ଅତି କମ୍ ସମୟରେ ବନିବ ଆଉ ଖାଇବା ପାଇଁ ଏତେ ସୁଆଦିଆ ଲାଗିବ କି ଛୁଆଠାରୁ ବଡ଼ ସମସ୍ତଙ୍କୁ ପସନ୍ଦ ଆସିବ। ଏଥିରେ ଆମକୁ କୌଣସି ଚଟଣି କି ତରକାରୀ ଦରକାର ପଡ଼ିବନି। ଆଉ ଏ ଜଳଖିଆଟି ଏତେ ନରମ ବନିବ କି ପାଟିରେ ଦେଉ ଦେଉ ମିଳେଇଯିବ। ତାହେଲେ ଭିଡ଼ିଓଟିକି ସମ୍ପୂର୍ଣ୍ଣ ଦେଖନ୍ତୁ। ଆଶା କରିବି ଆଜିର ରେସିପି ଆପଣମାନଙ୍କୁ ପସନ୍ଦ ଆସିବ। ନମସ୍କାର, ମାମା କିଚେନ୍ ଓଡ଼ିଆକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ସୁଜିରେ ତିଆରି ଏହି ଚଟପଟା ଜଳଖିଆ ପାଇଁ ପ୍ରଥମେ ଆମକୁ ସୁଜି ଦରକାର। ଏଠି ମୁଁ 1 କପ୍ ସୁଜି ନେଲି, ତ ସେଇ ସେମ୍ କପ୍ରେ ମାପିକି ଆମେ ଦେଇଦେବା 1 କପ୍ ଦହି, ଅଧା କପ୍ ପାଣି। ତ ସେଇ ସେମ୍ କପ୍ରେ ମାପିକି ଆମେ ଦେବା। ଅଧିକ ପାଣି ବିଲକୁଲ ବି ଦେବେନି କି କମ୍ ପାଣି ବି ବିଲକୁଲ ଦେବେନି। ଆଉ ତା ସହିତ ଏଇ ଜଳଖିଆଟିରେ ଆପଣମାନେ ଖଟା ଦହି ବିଲକୁଲ ବି ନେବେନି। ତା ସହିତ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ୟାକୁ ଆମେ ଭଲ ଭାବରେ ଗୋଳେଇ ନେଇଯିବା। କିଛି ସମୟ ୟାକୁ ଆମେ ଘୋଡ଼େଇ ନେଇଯିବା 8 ରୁ 10 ମିନିଟ୍। ତ ସେଇ ଟାଇମ୍ ଭିତରେ ସୁଜି ଆମର ଭଲ ଭାବରେ ବତୁରି ଯିବ। ତା ସହିତ ଏଇ ଜଳଖିଆରେ ଦେବା ପାଇଁ ଆମେ ଗୋଟେ ମସଲା ବନେଇବା। ତ ସେଥିପାଇଁ ଆମକୁ ଦରକାର 1 ଟମାଟୋ, ଅଧା ଇଞ୍ଚର ଅଦା, ଅଳ୍ପ କିଛି ଧନିଆ ପତ୍ର, 8 ରୁ 10 ପାଖୁଡ଼ା ରସୁଣ, 1 କଞ୍ଚା ଲଙ୍କା, 1 ଚାମଚ ଧନିଆ, ଅଧା ଚାମଚ ଜିରା, 4 ବଡ଼ ଚାମଚ ଭଜା ବାଦାମ। ୟାକୁ ମୁଁ ପୂର୍ବରୁ ଭାଜି ନେଇଯାଇଥିଲି। ଏହିସବୁ ମସଲାକୁ ଆମେ ମିକ୍ସର ଜାର୍ରେ ଦେଇଦେବା। ତା ସହିତ ଆମେ ଦେଇଦେବା ଅଧା ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, 1 ଚାମଚ ସମ୍ବର ମସଲା। ବିନା ପାଣିରେ ଏହି ମସଲାକୁ ଆମେ ଚିକଣ କରିକି ବାଟିକି ନେଇ ଆସିବା। ମସଲା ପେଷ୍ଟ ଏବେ ଆମର ରେଡ଼ି। ୟାକୁ ଆମେ ସାଇଡ଼ରେ ରଖିବା। ଏପଟେ ମୁଁ କଡ଼େଇକି ଗରମ କରି ନେଇ ଯାଇଥିଲି। ସେଥିରେ ଆମେ ଦେଇଦେବା 2 ବଡ଼ ଚାମଚ ତେଲ। ତେଲ ଗରମ ହୋଇଗଲା ପରେ ଆମେ ଦେଇଦେବା ଅଧା ଚାମଚ ଜିରା, ଅଳ୍ପ କିଛି ଭୃଷଙ୍ଗ ପତ୍ର। ଜିରା ଭୃଷଙ୍ଗ ପତ୍ର ଟିକେ ସମୟ ଭାଜି ହେଇଗଲା ପରେ ଆମେ ଗୋଟିଏ ପିଆଜକୁ କାଟିକି ଦେଇଦେବା। এই ପିଆଜକୁ ଆମେ ଲାଲ କରିକି ଭାଜିବାନି, ହାଲକା ଭାଜିବା। ପିଆଜର କଞ୍ଚା ବାସ୍ନା ପଳେଇଯିବ, ପିଆଜ ଆମର ସଫ୍ଟ ହେଇଯିବ। ସେଥିରେ ଆମେ ଦେଇଦେବା ଅଧା ଚାମଚ ହଳଦୀ ଗୁଣ୍ଡ। ତା ସହିତ ବାଟିକି ରଖିଥିବା ମସଲାକୁ ଆମେ ଦେଇଦେବା। ତ ସେ ମିକ୍ସର ଜାର୍ରେ ଅଳ୍ପ କିଛି ପାଣି ଦେଇ ଆମେ ଏହି ମସଲାରେ ଦେଇଦେବା। ତା ସହିତ ଆମେ ଦେଇଦେବା 1 ଚାମଚ ଲୁଣ। ଗ୍ୟାସ୍ର ଫ୍ଲେମ୍କୁ ଏଇଠି ଏବେ ଆମେ ମିଡ଼ିୟମ୍ ରଖିବା। এই ମସଲାକୁ ଆମେ କିଛି ସମୟ କଷି ନେଇଯିବା। ତାପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମ୍ ରଖିବା। ଏପଟେ ଆମେ ଯେଉଁ ସୁଜିକି ବତୁରେଇଥିଲେ, ସୁଜି ଆମର ଭଲ ଭାବରେ ବତୁରି ଗଲାଣି। ତାକୁ ଆମେ ମିକ୍ସର ଜାର୍ରେ ଦେଇଦେବା। ୟାକୁ ଆମେ ଚିକଣ କରିକି ବିନା ପାଣିରେ ବାଟିକି ନେଇ ଆସିବା। এই ଜଳଖିଆଟିକୁ ଆମେ ସାଙ୍ଗେ ସାଙ୍ଗେ ବନେଇବା। ତ ସେଥିପାଇଁ ଆମେ ଦେଇଦେବା ଅଧା ଚାମଚ ଇନୋ। ଇନୋ ଜାଗାରେ ଆପଣମାନେ ମିଠା ସୋଡ଼ା ମଧ୍ୟ ଦେଇପାରିବେ। 1 ଚାମଚ ପାଣି ଦେଇ ୟାକୁ ଆମେ ଭଲ ଭାବରେ ଗୋଳେଇ ନେଇଯିବା। ସୁଜିରେ ତିଆରି ଏହି ଜଳଖିଆଟି ଆମର ଏକଦମ ନରମ ଆଉ ସଫ୍ଟ ବନିବ। ଆଉ ସେଇ ଟାଇମ୍ ଭିତରେ ଏପଟେ ଆମର ମସଲାରୁ ତେଲ ଅଲଗା ହେଇଗଲାଣି। ସେଥିରେ ଆମେ ଦେଇଦେବା ଅଧା ଚାମଚ ଗରମ ମସଲା। ୟାକୁ ଆମେ ଆଉ କିଛି ସମୟ ଭଲ ଭାବରେ କଷି ନେଇଯିବା। ମସଲାକୁ ଆପଣମାନେ ଯେତିକି ଭଲ ଭାବରେ କଷିବେ এই ଜଳଖିଆଟିର ଟେଷ୍ଟ ସେତିକି ହିଁ ଆସିବ। ତା ସହିତ ଆମେ ଦେଇଦେବା ଆବଶ୍ୟକ ଅନୁସାରେ ଗରମ ପାଣି। ଥଣ୍ଡା ପାଣି ବିଲକୁଲ ବି ଦେବେନି। ଥଣ୍ଡା ପାଣି ଦେଲେ এই ଜଳଖିଆଟି ଖାଇବା ପାଇଁ ଭଲ ଲାଗିବନି। ୟାକୁ ଆମେ ଭଲ ଭାବରେ ଗୋଳେଇ ନେଇଯିବା। ଗ୍ୟାସ୍ର ଫ୍ଲେମ୍କୁ ଏଇଠି ଏବେ ଆମେ ମିଡ଼ିୟମ୍ ରଖିବା। ତାପରେ ଆମେ କ'ଣ କରିବା ନା ବନେଇକି ରଖିଥିବା ସୁଜି ବ୍ୟାଟରକୁ ଆମେ এই ମସଲା ଉପରେ ଦେଇଦେବା। ଯେତିକି ଆମର এই କଡ଼େଇରେ ଧରିବ। ଅଧିକ ବିଲକୁଲ ବି ଦେବେନି। ଅଧିକ ବ୍ୟାଟର ଦେଲେ ନା এই ଜଳଖିଆ ଆମର ଫୁଲିକି ଡବଲ ହେଇଯିବ, ଯାହାକି ଆପଣମାନେ ବିଲକୁଲ ବି ବନେଇ ପାରିବେନି। ତେଣୁକରି ଆପଣମାନଙ୍କ କଡ଼େଇ ବା ପ୍ୟାନ୍ରେ ଯେତିକି ଧରିବ ତ ସେଇ ଅନୁସାରେ ଆପଣମାନେ ଦେବେ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି 5 ମିନିଟ୍ ଆମେ ଘୋଡ଼େଇ ନେଇଯିବା। 5 ମିନିଟ୍ ପରେ ଆମେ ଘୋଡ଼ଣିକି ବାହାର କରି ନେଇଯିବା। ଦେଖିବା ଆମର এই ଜଳଖିଆଟି ଭଲ ଭାବରେ ହେଇଛି କି ନାହିଁ। এইଠି ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ସୁଜିରେ ତିଆରି এই ଜଳଖିଆଟି ଆମର ଭଲ ଭାବରେ ହେଇଯାଇଛି।
एमिति भी या आपण मैंने खाई पारिबे किंतु या सहित टिके छुंक देदेले ना जलखियाटीर टेस्ट 2 गुण आसीबो। सेथिपई एटी मो गोटे चामच तेल को गरम कर नहीं जाइतिली ता सहित आमे देई दबा आधा चामच सोरिष अल्प किछि भृषंग पत्र अल्प किछि हेंगु देई याको आमे भलो भाबरे गोळेई नै जिबा। छुंक हमर रेडी। एमिति भी आपण माने चाहिले जदि छोट पिला मानको छुंक पसंद नुह ताले एमिति भी जलखिया को आपण माने छोट पिला मानको टिफिन बॉक्स रे देई पारिबे से माने खुशी रे खाइबे। एमिति भी सुजी रे आपण माने विभिन्न प्रकारर जलखिया बनै थिबे किंतु एमिति उपाय रे गोटिए थर बनांतु देखिबे छुआ ठारू बड़ समस्त को पसंद आसीबो। आउ ये जलखियाटी को बनैबा पई हमको अधिक समय लागिबोनी खूब कम समय रे बनिबो आउ खाइबा पई एते सुआदिया लागिबो कि एथिरे हमको कोनोसी तरकारी कि चटणी दरकार पड़िबोनी। ताहले एमिति उपाय रे सुजी रे तयारी ई जलखियाटी को बनांतु आउ बनैला परे केमिति लागिला मते निहाती कमेंट रे जणैबे। ताहले आजि पई रहिबी पुणी आसीबी आउ एक नुआ रेसिपी नहीं से पर्यंत रहिबी। नमस्कार, जय जगन्नाथ।